ତାତିରୁ ମିଳିବ ଆଶ୍ୱସ୍ତି। 24 ତାରିଖ ସୁଦ୍ଧା ପୂରା ଓଡ଼ିଶାରେ ଛୁଇଁବ ମୌସୁମୀ। ବୁଧବାର ପ୍ରବଳ ବର୍ଷା ନେଇ ଆଲର୍ଟ। ବୁଧବାର ରାଜ୍ୟରେ ଅନେକ ସ୍ଥାନରେ ଆଜି ମୌସୁମୀ ବର୍ଷା ହେବ। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 20 ତାରିଖ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ। 24 ତାରିଖ ସୁଦ୍ଧା ପୂରା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ସେହିପରି ବୁଧବାର ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ନିର୍ଧୁମ ବର୍ଷିବ। ପ୍ରାୟ 1.5 ଘଣ୍ଟା ଯାଏ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ରାଉରକେଲା ବି ବର୍ଷା ହୋଇଛି। ଗୁରୁବାର ବର୍ଷା ଜାରି ରହିବ। ଅନେକ ସ୍ଥାନରେ ପାକ୍ ମୌସୁମୀ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ କହିଛନ୍ତି। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଅଧିକ ବର୍ଷା ହେବ ଏବଂ ମାଲକାନଗିରି ମୌସୁମୀ ବାୟୁ ଅଟକିଛି। 20 ତାରିଖ ସୁଦ୍ଧା ବହୁତ ସ୍ଥାନରେ ଅଗ୍ରସର ହେବ। 24 ତାରିଖ ସୁଦ୍ଧା ପୂରା ଓଡ଼ିଶା ଛୁଇଁବ। ତେବେ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ 19 ତାରିଖ ଉପକୂଳ ଓଡ଼ିଶା ବହୁ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀର ପବନ ରହିବ ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।